This is my prayer before the MS News. ମୁଁ କହିବାକୁ ଚାହେଁ ଆପଣ ଯେତେ ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ପାଇଁ କରୁଛନ୍ତି ଆହୁରି ଅଧିକା କରନ୍ତୁ, କିଛି ଧାର ଉଧାର ନାହିଁ କରନ୍ତୁ। ଆପଣ ବହୁତ କଥା କହିବେ, ଆହୁରି ବହୁତ ଲୋକ ଅଛନ୍ତି, ଅନ୍ଧଭକ୍ତ ଅଛନ୍ତି, ଆପଣଙ୍କୁ ଟ୍ୱିଟର ବି ଶୋଧିବେ। ଆପଣ କୁଆଡେ ଆଗରୁ ଶୋଇଥିଲେ, କୁଆଡେ ଯାଇଥିଲେ, କାହିଁ କହୁନଥିଲେ, ଏବେ କାହିଁ କହୁଛନ୍ତି। ମତେ ଏଇଭଳିଆ ଗୋଟେ ମୂଲିଆ, ମାଗଣା ମୂଲିଆ ଗୋଟେ ଆଣନ୍ତୁ ଦେଖା କରିବା ପାଇଁ, ମୁଁ ଦେଖିବି। ଆଣୁ ମାଗଣା ମୂଲିଆ ଯାହାର କିଛି ୱେଟ୍ ନାହିଁ। ମୋର ଆଇ ହାଭ୍ ନୋ ମାନେ ୱେଟ୍, ମୋର ଇନ୍ସୁରାନ୍ସ ନାହିଁ, ମୋର କିଛି ଲାଇଫ୍ କିଛି ନାହିଁ। ଆମେ ଚାହୁଁଛୁ ଓଡ଼ିଶାର ଶ୍ରମିକ ନେତା ମାନେ ନିଃସ୍ୱାର୍ଥପର ଭାବରେ ଯଦି ଆଉଟସୋର୍ସିଂ ଠିକା କର୍ମଚାରୀ ଲଢିବେ ଓଡ଼ିଶାର ବ୍ୟବସ୍ଥା ପରିବର୍ତ୍ତନ ହବ। ଯଦି ଓଡ଼ିଶାର ନିଃସ୍ୱାର୍ଥ ଭାବେ ସବୁ ଟ୍ରେଡ୍ ୟୁନିୟନ ଏକାଠି ହବ, ଓଡ଼ିଶାର ସିଷ୍ଟମ ଚେଞ୍ଜ ହବ। ଓଡ଼ିଶାର ଶ୍ରମିକ ନେତା ମାନେ ବିଧାନସଭା ପାର୍ଲାମେଣ୍ଟ ଯଦି ପ୍ରତିନିଧିତ୍ୱ କରିବେ ବ୍ୟବସ୍ଥା ପରିବର୍ତ୍ତନ ହବ। କୋଉ ବାବା ଯାଇକି ଆପଣ ଜାଣିଛନ୍ତି 33 ଜଣ ବାବା ବସିଛନ୍ତି ଭାରତବର୍ଷ ପାର୍ଲାମେଣ୍ଟରେ, ସେ କଣ କରିବେ? जड़े बाबा होते उत्तर प्रदेश मुख्यमंत्री, तमे भी हो प्रधानमंत्री। अरे बाबा का क्या काम है? राम नाम जपना उसका काम है।